କୋରାପୁଟ ଜିଲ୍ଲାର ପଟାଙ୍ଗୀ ନିର୍ବାଚନ ମଣ୍ଡଳର ପଟାଙ୍ଗୀ ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ସୁଙ୍କି ଅଞ୍ଚଳ ଶତାଧିକ ବିଜେଡି ସମର୍ଥକ ଭୋଟରମାନେ ଆଜି କୋରାପୁଟ ଏମ୍ପି ଛକ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କରି ପ୍ରଚାର ଚାଲିଥିବା ବେଳେ ଆଜି କିଛି ବିଜେଡି କର୍ମୀ ରାହୁଲ ଗାନ୍ଧୀଙ୍କ ଆଦର୍ଶକୁ ଫଲୋ କରିବା ସହିତ କଂଗ୍ରେସର ଗ୍ୟାରେଣ୍ଟିକୁ ଦୃଷ୍ଟିରେ ରଖି କଂଗ୍ରେସ ସରକାର ଯାହା କହେ ତାହା ସମ୍ପୂର୍ଣ୍ଣ ସଫଳ କରେ ବୋଲି ଦୀର୍ଘ 20ରୁ 25 ବର୍ଷର କର୍ମୀ ପଟାଙ୍ଗୀ ନିର୍ବାଚନ ମଣ୍ଡଳର ବିଧାୟକ ପ୍ରାର୍ଥୀ ଶ୍ରୀମାନ ରାମଚନ୍ଦ୍ର କାଡମାଙ୍କ ସହିତ କଂଗ୍ରେସ ଦଳର ଜିଲ୍ଲା ପୂର୍ବତନ ସଭାପତି ବାଲୁଶଙ୍କର ସାହୁଙ୍କ ଉପସ୍ଥିତିରେ ସେମିଳିଗୁଡ଼ା ବ୍ଲକ କଂଗ୍ରେସ କମିଟି ତରଫରୁ ତାଙ୍କୁ ସ୍ୱାଗତ କରିଥିଲେ। ଆଜି ଉପସ୍ଥିତ ରହିଥିବା ସମସ୍ତ ବରିଷ୍ଠ କର୍ମୀ ଓ କଂଗ୍ରେସ ପ୍ରେମୀ ସମସ୍ତ ରାହୁଲ ଗାନ୍ଧୀଙ୍କ ହାତମୁଠା ସୁଦୃଢ଼ କରିବାକୁ ପଟାଙ୍ଗୀ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ରାମଚନ୍ଦ୍ର କାଡାମ କୋରାପୁଟ ସାଂସଦ ସପ୍ତଗିରି ଓଲାକାଙ୍କୁ ବହୁ ସଂଖ୍ୟାରେ ଜିତାଇ ଆଣିବା ନେଇ ଆଲୋଚନା କରିଥିଲେ। ତା ସହିତ 3 ବ୍ଲକର କଂଗ୍ରେସ ଦଳର କର୍ମୀମାନଙ୍କୁ ଲ୍ୟାପଟପ୍ ବ୍ୟାନର लिपलेट बैनर जेंडा बंटन करे और आसीथिबा समस्तंको धन्यवाद अर्पण करी समस्तंको विदा करथिले पटांगी विधायक प्रार्थी रामचंद्र काडाम। कोरापुट दिलीप खरांक रिपोर्ट बहुजन मीडिया।